Lord. ପ୍ରେଜ୍ ଦ ଲର୍ଡ। ଦୁଃଖିତ ଆଉ ଯାହାକି ଆଜି ନେଟୱାର୍କ ର ବହୁତ ମୁଁ ଗୋଟେ ମରଣ ଜାଗାକୁ ଆଜି ପହଞ୍ଚିକି ଆଉ ଏ ଜାଗାରେ ଭିନ୍ନ ଜାଗାରେ ପ୍ରୋଗ୍ରାମ ଆଟେଣ୍ଡ କରିବାକୁ ଇଣ୍ଟରନେଟ ବହୁତ ଏଇ ଜାଗାରେ ପ୍ରୋବ୍ଲେମ କ୍ଷମା କରିବି ପ୍ରଭୁଙ୍କ Okay, sir. ନାମର Thank you. ଆଜ୍ଞା ଧନ୍ୟବାଦ ଭାଇ। ମାନେ ଆମେ ସମସ୍ତେ Praise the Lord. Hallelujah. ପ୍ରଭୁ ଧନ୍ୟବାଦ ଏହି ସମୟ ଯୀଶୁଙ୍କ ନାମରେ ଏକ ମୂଲ୍ୟବାନ ସମୟ ଭାବେ ଯୀଶୁଙ୍କ ନାମରେ ଗ୍ରହଣ ପ୍ରଭୁ ଆଜିର ଉପାସନାରେ ପ୍ରତ୍ୟେକଙ୍କୁ ତୁମ ହସ୍ତରେ ସମର୍ପଣ କରୁଛି ପ୍ରଭୁ ତୁମେ ଏହି ଉପାସନାର ସମସ୍ତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତୁମେ ଲିଡ୍ ନିଅ ବୋଲି ନାମରେ ଏହି ପ୍ରାର୍ଥନା ଉତ୍ସର୍ଗ କଲୁ। ପ୍ରଥମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତୁମକୁ ଯେଉଁମାନେ କି ଆଜି ଏହି ଉପାସନାକୁ ଲିଡ୍ କରିକି ନେଉଛନ୍ତି ଏବଂ ଆରାଧନାରେ ଲିଡ୍ କରିକି ନେଉଛନ୍ତି ସମସ୍ତ ପ୍ରଭୁଙ୍କର ଦାସ ଦାସୀ ମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପବିତ୍ର ନାମରେ ସମସ୍ତଙ୍କୁ ପ୍ରେମ ନମସ୍କାର ଜଣାଏ ଏବଂ ଯେତେ ଲୋକ ଏଥିରେ ଆଜି ଅନେକ ଗୃହ ଠାରୁ ରହିଅଛନ୍ତି ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସ୍ୱାଗତର ସହିତ ପ୍ରେମ ନମସ୍କାର ଜଣାଏ। ନମସ୍କାର। ନମସ୍କାର ନମସ୍କାର ଆଜି ଆମମାନଙ୍କର ସୁଚିଲିର ଆମମାନଙ୍କର ଚର୍ଚ୍ଚର ଜଣେ ଲିଡର ଜଣେ ଏଲ୍ଡର ଜଣେ ପ୍ରାଚୀନ ପ୍ରଭୁ ତାଙ୍କୁ ଗତ ରାତ୍ରିରେ ତାଙ୍କୁ ନିଜ କୂଳକୁ ନେଇ ଅଛନ୍ତି ଆଉ ସେଥି ନିମନ୍ତେ ଆମେ ଆଜି ମାଣ୍ଡଳିକ ଭାବରେ ମାଣ୍ଡଳିକ କାର୍ଯ୍ୟକ୍ରମରେ ଆମେ ଟିକେ ବ୍ୟସ୍ତରେ ରହିଥିଲୁ ଏବଂ ସେଇ କାର୍ଯ୍ୟରେ ହିଁ ଆମେ ଉଦୟଗିରି ଠାରୁ ଏବେ ସୁଜେଲକୁ ମୁଁ ଆସିଅଛି ଆଉ ମୋର ନେଟୱାର୍କ ଟିକେ ପ୍ରୋବ୍ଲେମ ରହୁଛି ଏବଂ ନନାଙ୍କର ନେଟୱାର୍କରେ ମଧ୍ୟ ମୁଁ ବସିବା ପାଇଁ ଆଉ ଚେଷ୍ଟା କଲି ସେଇଠି ମଧ୍ୟ ମତେ ଟିକେ ସପୋର୍ଟ ମିଳିଲା ନାହିଁ। ସେଥିପାଇଁ ଆମେ ଆସନ୍ତୁ ଈଶ୍ୱରଙ୍କର ବାକ୍ୟ ନିକଟକୁ ଯିବା। ଗୀତ ସଂହିତା ତାର 119 ପର୍ବର 18 ପଦକୁ ଆମେ ଯିବା। କେହି ଜଣେ ଗୀତ ସଂହିତା ତୁମ୍ଭେ ମୋହର ଚକ୍ଷୁ ପ୍ରସନ୍ନ କର, ତହିଁରେ ମୁଁ ତୁମ୍ଭ ବ୍ୟବସ୍ଥାରୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖିପାରିବି। ଆମେନ୍। ପ୍ରେଜ୍ ଦ ଲର୍ଡ। ଏଇଠାରେ ଗୀତ ରଚକ ଏଇ କଥା କହୁଛନ୍ତି, ତୁମ୍ଭେ ମୋହର ଚକ୍ଷୁ ପ୍ରସନ୍ନ କର, ତହିଁରେ ମୁଁ ତୁମ୍ଭ ବ୍ୟବସ୍ଥାରୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖିବି। ଜଣେ ପ୍ରଭୁଙ୍କର ଲୋକ ଭାବରେ ଈଶ୍ୱରଙ୍କ ଠାରୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖିବାର ନିମନ୍ତେ ଆଜି ପ୍ରଭୁଙ୍କ ଲୋକଙ୍କର ଏହି ତୃଷା ରହିବା ଆବଶ୍ୟକ ରହିଅଛି। ଏହି ତୃଷା ରହିବା ଆବଶ୍ୟକ ରହିଛି। ଆମମାନଙ୍କର ଈଶ୍ୱର ଯିଏକି ଆଶ୍ଚର୍ଯ୍ୟ କର୍ମ କରିବାର ଅଦ୍ୱିତୀୟ ଈଶ୍ୱର ଅଟନ୍ତି। ତେବେ ତାହାଙ୍କର ଲୋକ ଭାବରେ ଆମମାନଙ୍କର ଜୀବନରେ ତାହାଙ୍କର ଆଶ୍ଚର୍ଯ୍ୟ କର୍ମକାରୀର ଯେପରି କାର୍ଯ୍ୟ ଆମେ ଅଂଶୀ ହେଇପାରୁ, ଆମେ ଦେଖିପାରୁ। ଈଶ୍ୱର ଆମମାନଙ୍କର ଜୀବନରେ ଈଶ୍ୱର ଯେଉଁ କାର୍ଯ୍ୟ କରିଥାନ୍ତି ଆମେ ଯେପରି ଜାଣୁ, ଆମେ ଯେପରି ଦେଖିପାରୁ, ଏହା ଈଶ୍ୱର ଇଚ୍ଛା କରନ୍ତି। ତାହାକି ଗୀତ ରଚକ ଏଇଠାରେ ଏଇ ପ୍ରାର୍ଥନା କରୁଛନ୍ତି, ତୁମ୍ଭେ ମୋହର ଚକ୍ଷୁ ପ୍ରସନ୍ନ କର। ଆମେ ଆଜି ଏଇ ଜାଗାରେ ଗୋଟେ ସ୍ପିରିଚୁଆଲ ଭିଜନ ଆତ୍ମିକ ଦର୍ଶନ ବିଷୟରେ ପ୍ରତ୍ୟେକ ବିଶ୍ୱାସୀଙ୍କ ଜୀବନରେ ରହିବା ଆବଶ୍ୟକ ରହିଅଛି। ଯେହେତୁ ଈଶ୍ୱର ଆତ୍ମା ଅଟନ୍ତି, ଯେଉଁମାନେ ତାହାଙ୍କର ଉପାସନା କରନ୍ତି ସେମାନେ ଆତ୍ମାରେ ସତ୍ୟରେ ଉପାସନା କରିବା ଆବଶ୍ୟକ ରହିଅଛି। ଏହା ଈଶ୍ୱରଙ୍କର ବାକ୍ୟ କୁହେ। ତେବେ ଆମମାନଙ୍କର ଈଶ୍ୱର ଯିଏକି ଆତ୍ମା ଅଟନ୍ତି, ତାହାଙ୍କର ଆତ୍ମିକ ବ୍ୟକ୍ତି ଭାବରେ ଆତ୍ମିକ ଦର୍ଶନ ପ୍ରାପ୍ତର ଜୀବନ ଆବଶ୍ୟକ ରହିଅଛି।
स्पिरिचुअल सेंस आत्मिक बोध प्राप्तर जीवन आवश्यक रही अछि बोध प्राप्तर जीवन आवश्यक रही जदि एही समस्त विषय हुए नाही एही अनुभूति जेबे रहे नाही तेबे आत्मिक भावरे परमेश्वर करिथिबा विषय जदि आमे देखि पारिबा नाही आमे जानि पारिबा नाही विश्वासी मध्यरे विश्वासी भितरे जणे अंध तुल्य अटे आज प्रभुंकर लोक भावरे देखि पारिबार चक्षु पाइबा आवश्यक रही अछि ईश्वरंकर वाक्य रे गोटे विषय लिखा जाए जे देखिबा निमंते चक्षु एवं शुणिबा निमंते कर्ण सदा प्रभु निर्माण करि अछंती बोली कहा जाए माने मनुष्य को तो एते प्रकार अंग प्रत्यंग रही अछि ईश्वर ए दुईटा विषय प्रकाश करि अछंती देखिबा निमंते चक्षु एवं श्रवण करिबा निमंते कर्ण से निर्माण करि अछंती तेबे जो ईश्वर एही कर्म करि अछंती एही चक्षु को देखिबा निमंते निर्माण करि अछंती एही कर्ण सुनिबा निमंते जो कथा आम मानकर परमेश्वर कथा हुअंती सेई कथा जेपरि ताहांकर लोक भावरे शुणी पारुथिबार विश्वासी हेबा आवश्यक रही अछि देखि पारुथिबार विश्वासी हेबार आवश्यक रही ए गीत रचकंकर प्रार्थना एहा अटे तुम्भे मोहर चक्षु खोली दियो प्रभु मोर आखि तुम्हें खोली दियो तहिरे मु तुम्भ व्यवस्थार आश्चर्य विषयमान देखि पारिबी आश्चर्य विषयमान देखि पारिबा एक स्टैंडर्ड आजिर विश्वासी एक से स्टैंडर्ड मेंटेन करबा आवश्यक रही ईश्वर करिथिबार विषय ईश्वर रखिथिबा विषय को देखि पारिबार विषय जानि पारिबार विषय बुझी पारिबार विषय जहाँकि एहीपरि प्रेरित पाउल करन्थियर मंडली के कथा कहउछंती जे जहाँकि गोटे दर्पण रे अनाच्छादित मुखरे देखिला परी आमे ताहांकर गौरव एवं गौरव को आमे प्राप्त ही अछु गौरव अनाच्छादित मुखरे दर्शन कला परी ताहांकर गौरव को आमे प्राप्त ही अछु एवं ताहांकर प्रतिमूर्ति रे आमे परिवर्तित हेउछु ताहा होची एपरि को देखि परिवार विषय कुहा जाए एवं ताहांको प्रतिमूर्ति रे परिवर्तित हेउथिबार विषय ताहांको छवि रे ताहांकर सादृश्य रे ताहांकर प्रतिमूर्ति रे परिवर्तित हेउथिबार एक्जाक्ट ताहांको परि हेबार विषय ताहांको परि हेउछु प्रभुंकर गौरव को जो माने देखंती प्रभुंकर आश्चर्य कर्म को आश्चर्यर विषय को देखिबा पाउल ताहांकर महिमा देखिबा विषय प्रकाश करती एवं गौरवरु अति गौरव विषय देखि पारिबा विषय प्राप्त हेबार विषय पाउल प्रकाश करती एवं ताहांकर प्रतिमूर्ति रे परिवर्तित हेबा माने ईश्वर की प्रकार अटंती ताहांको परि हेबार विषय सही जगारे ताहांको परि हेबार विषय से प्रकाश करते प्रभुंकर लोकंक जीवन रे देखि पारिबार विषय प्रभुंकर कृत कार्य को देखि पारिबार विषय जेते बेले हे जाए ताहा आम मानकर जीवन रे ताहांको परि परिवर्तित हेबार विषय को आम मानको सहाय्य करिथाए ताहा को कहा जाए एक मेजर एक स्पिरिचुअल विजन आत्मिक दर्शन देखि पारिबार विषय एवं ताहांको परि हेबार विषय विश्वासी जीवन रे देखिबा निमंते चक्षु सुनिबा निमंते कर्म परमेश्वर निर्माण करि अछंती जने आत्मिक संतान भावरे प्रभुंक निकट रे एई सकल विषय रहिथिबा एई स्टैंडर्ड प्राप्तर जीवन आवश्यक रही अछि ईश्वरंकर वाक्य एवरी पुस्तक 5 अध्याय तार
12 ପଦରୁ 14 ପଦ ଯଦି ଆମେ ଯିବା ଆମେ ସେଇ ଜାଗାରେ ଆମେ ଦେଖିବାକୁ ପାଇବା ଈଶ୍ୱରଙ୍କର ବାକ୍ୟ ଏଭ୍ରି 5 ଅଧ୍ୟାୟ 12 ପଦରେ ଏପରି ପ୍ରକାଶ କରାଯାଏ। କାରଣ ଯଦିଓ ବି ଏତେ ସମୟ ମଧ୍ୟରେ ତୁମ୍ଭମାନଙ୍କର ଶିକ୍ଷକ ହେବାର ଉଚିତ ଥିଲା, ତଥାପି ଈଶ୍ୱରଙ୍କର ବାକ୍ୟର ପ୍ରାଥମିକ ମୌଳିକ ସୂତ୍ର ଗୁଡିକ କେହି ଯେ ତୁମ୍ଭମାନଙ୍କୁ ଶିକ୍ଷା ଦିଏ, ଏହା ପୁନର୍ବାର ତୁମ୍ଭମାନଙ୍କର ପ୍ରୟୋଜନ ଅଛି। ଏଠାରେ ଏହି ମଣ୍ଡଳୀକୁ ପ୍ରେରିତ ପାଉଲ ଏଇ କଥା କହନ୍ତି, এই ସମୟ ପର୍ଯ୍ୟନ୍ତ ଏତେ ସମୟ ମଧ୍ୟରେ ତୁମ୍ଭେମାନେ ଶିକ୍ଷକ ହେବାର ଉଚିତ ଥିଲା। ଶିକ୍ଷକ ହେବାର ଉଚିତ ଥିଲା, କିନ୍ତୁ ସେଇପରି ଜାଗାରେ ତୁମ୍ଭମାନଙ୍କର ଅବସ୍ଥା କଣ ଅଟେ ଯେ କେହି ଜଣେ ତୁମ୍ଭମାନଙ୍କୁ ଆସିକି ମୌଳିକ ବିଷୟ ଯେ ଶିକ୍ଷା ଦିଅନ୍ତି, ମାନେ ଅ-ଆ-ଇ ଶିଖିଥିବା ବ୍ୟକ୍ତି 1ରୁ 100 ଯାଏ, ଅ-ରୁ କ୍ଷ ଯାଏ ଜାଣିଥିବା ବ୍ୟକ୍ତିଙ୍କ ଜୀବନରେ ଏମିତି ବି ସମୟ ପରେ ପାଉଲ ଏଇ କଥା କହନ୍ତି, କେହି ଯେ ତୁମକୁ ମୌଳିକ ବିଷୟ ଶିକ୍ଷା ଦିଅନ୍ତି, ପୁନର୍ବାର ତୁମ୍ଭମାନଙ୍କୁ ଶିକ୍ଷା ଦିଅନ୍ତି, ଏହା ତୁମ୍ଭମାନଙ୍କ ପାଖରେ ପ୍ରୟୋଜନ ଅଛି। ପୁନର୍ବାର ଅ-ଆ-ଇ ଶିଖାଇବା, ଯେଉଁ ଜାଗାରେ କି ଶିକ୍ଷକ ହେବାର ବିଷୟ ଥିଲା, ଆଉ କାହାକୁ ଶିକ୍ଷା ଦେବାର ବିଷୟ, ଯେଉଁ ସମୟରେ କି ଯେଉଁ ସମୟ କି ପହଞ୍ଚିବା, ଯେଉଁ ସମୟ ଏତେ ସମୟ ମଧ୍ୟରେ ଯେଉଁ ଲେଭେଲକୁ ପହଞ୍ଚିବାର କଥା ଥିଲା, ପୁଣି ଥରେ ସେଇ ଆଲଫାବେଟ ଶିଖିବା ବିଷୟ ତୁଲ୍ୟ ପୁଣି ଥରେ ସେହି ମୌଳିକ ବିଷୟ କେହି ଜଣେ ଶିକ୍ଷା ଦିଅନ୍ତି, ଏହା ତୁମ୍ଭମାନଙ୍କର ପ୍ରୟୋଜନ ଅଛି। ଗୁରୁପାକ ଖାଦ୍ୟ ପ୍ରୟୋଜନ ନ ହୋଇ ଦୁଗ୍ଧ ତୁମ୍ଭମାନଙ୍କର ପ୍ରୟୋଜନ, ଏହିପରି ଭାବରେ ଏଠାରେ ପ୍ରକାଶ କରାଯାଇଛି। ଈଶ୍ୱରଙ୍କର ବାକ୍ୟରେ କୁହାଯାଏ ଯେ ଦୁଗ୍ଧ ପାଇ ସେ ତ ଧାର୍ମିକର ବାକ୍ୟ ବିଷୟରେ ଜାଣେ ନାହିଁ, କାରଣ ସେ ଶିଶୁ ମାତ୍ର। ସେ ଶିଶୁ ମାତ୍ର ଧାର୍ମିକତାର କାର୍ଯ୍ୟ ବିଷୟରେ ଜାଣେ ନାହିଁ। ଗୀତ ରଚକଙ୍କ ଜୀବନରେ, ହେ ପ୍ରଭୁ ତୁମେ ମୋର ଚକ୍ଷୁକୁ ଖୋଲି ଦିଅ, ପ୍ରସନ୍ନ କରିଦିଅ, ଯେପରି ମୁଁ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟା, ତୁମ୍ଭର ବ୍ୟବସ୍ଥାର ଆଶ୍ଚର୍ଯ୍ୟ କ୍ରିୟାମାନ ମୁଁ ଦେଖିପାରିବି। ମୁଁ ଦେଖିପାରିବି। ଆଉ ଏକ ଲେଭେଲର ବିଷୟ, ଆଉ ଏକ ଷ୍ଟାଣ୍ଡାର୍ଡର ବିଷୟ ଗୀତ ରଚକ ପ୍ରଭୁଙ୍କ ନିକଟରେ ଜୀବନ ଯାପନ କରିବା ପାଇଁ ସେ ପ୍ରକାଶ। ଏବଂ ଈଶ୍ୱରଙ୍କର ବାକ୍ୟ ସେଇ 14 ପଦରେ ଈଶ୍ୱରଙ୍କର ବାକ୍ୟ କୁହେ, କିନ୍ତୁ ବୃଦ୍ଧ ଲୋକେ ଅର୍ଥାତ ଯେଉଁମାନେ ଜ୍ଞାନେନ୍ଦ୍ରିୟ ଗୁଡିକର ଅଭ୍ୟାସ ଦ୍ଵାରା ଭଲ ମନ୍ଦ ନିରୂପଣ କରିବାକୁ ସକ୍ଷମ, ସେମାନଙ୍କ ନିମନ୍ତେ ଗୁରୁପାକ ଖାଦ୍ୟ ପ୍ରୟୋଜନ। ଜ୍ଞାନେନ୍ଦ୍ର ବୃଦ୍ଧ ଲୋକ ଧାର୍ମିକତାର ବୃଦ୍ଧ ଲୋକ ଅର୍ଥାତ ଯେଉଁମାନେ ଜ୍ଞାନେନ୍ଦ୍ରିୟରେ ଅଭ୍ୟାସ ଓ ଭଲ ମନ୍ଦକୁ ନିରୂପଣ, ଆଜି ପ୍ରଭୁଙ୍କର ଲୋକଙ୍କ ଜୀବନରେ ଜ୍ଞାନେନ୍ଦ୍ରିୟ ଗୁଡିକ ବୃଦ୍ଧ ଲୋକଙ୍କ ତୁଲ୍ୟ ଜ୍ଞାନେନ୍ଦ୍ରିୟ ଗୁଡିକ ପ୍ରାପ୍ତ ହେବାର ଆବଶ୍ୟକ ରହିଛି। ଭଲ ଏବଂ ମନ୍ଦକୁ ବୁଝିପାରିବାର ବିଷୟ ରହିଛି। ଗୁରୁପାକର ଖାଦ୍ୟ ଆଜି ବିଶ୍ୱାସୀଙ୍କ ଜୀବନରେ ଆବଶ୍ୟକ ରହିଛି। ମୋର ପ୍ରିୟମାନେ, ଗୁରୁପାକର ଖାଦ୍ୟ ଆବଶ୍ୟକ ରହିଛି। ଈଶ୍ୱର ଆମମାନଙ୍କ ଜୀବନରେ ଯେଉଁ କାର୍ଯ୍ୟ କରିଅଛନ୍ତି ତାହା ଯେପରି ଆମେ ଦେଖିପାରିବା, ତାହା ଯେପରି ଆମେ ବୁଝିପାରିବା, ଗୀତ ରଚକ ସେଥିପାଇଁ କହନ୍ତି, ତୁମ୍ଭେ ମୋହର ଚକ୍ଷୁ ପ୍ରସନ୍ନ କର, ତହିଁରେ ମୁଁ ତୁମ୍ଭ ବ୍ୟବସ୍ଥାରୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖିପାରିବି। ପ୍ରଭୁଙ୍କ ଲୋକଙ୍କ ଜୀବନରେ ତାହାଙ୍କର ଆଶ୍ଚର୍ଯ୍ୟ ବିଷୟମାନ ଦେଖିପାରିବା ଆବଶ୍ୟକ ରହିଛି। ଏଇ ଆଖିରେ ନୁହେଁ, ଆମେ ଯେଉଁ ଆଖିରେ ପାହାଡ, ପର୍ବତ, ନାଳ, ନର୍ଦ୍ଦମା ଏବଂ ରାସ୍ତାଘାଟ ଦେଖିପାରୁ, ଏହି ଆଖିରେ ତାହା ଦେଖିବାର ବିଷୟ ଆମର ଈଶ୍ୱର ଆତ୍ମା ଅଟନ୍ତି ଏବଂ ତାଙ୍କର ସେଇ କାର୍ଯ୍ୟ ଆତ୍ମିକ ଚକ୍ଷୁରେ ଦେଖିବା ଆବଶ୍ୟକ ଅଛି। ଆତ୍ମିକ ଚକ୍ଷୁରେ ଦେଖିବା ଆବଶ୍ୟକ ରହିଛି। ସେଇ ଷ୍ଟାଣ୍ଡାର୍ଡର ଜୀବନ ଯାପନ କରିବା
ଆବଶ୍ୟକ ରହିଛି। ଏକ ଶିକ୍ଷକ ଲେଭେଲ ଆତ୍ମିକ ଜୀବନରେ ଏକ ଶିକ୍ଷକ ଲେଭେଲର କାର୍ଯ୍ୟ ଶିକ୍ଷକ ହେବାର ଉଚିତ ଥିଲା। ପାଉଲ କହନ୍ତି ये जीवा ହଁ चाहिए ମୋର सातरा ପ୍ରିୟମାନେ, है ना ପ୍ରଭୁଙ୍କର ଜୀବନରେ ପ୍ରଭୁଙ୍କର आज ଲୋକଙ୍କ पे आज ଜୀବନରେ नहीं ଶିକ୍ଷକ ହେବାର କାର୍ଯ୍ୟ सीधे नहीं यही तो ଆଜି ପ୍ରତ୍ୟେକ ଜୀବନରେ ଆବଶ୍ୟକ ରହିବ। नहीं ପ୍ରତ୍ୟେକଙ୍କ सीधा दरकार ଜୀବନରେ नहीं ସେଇ କୋଉ ଗୋଟେ ଜାଗାରେ ଆୱାଜ ଆସୁଛି, କିଏ ଗୋଟେ ମିଉଟରେ ଅଛନ୍ତି। ହଁ ମୋର ପ୍ରିୟମାନେ, ମଣ୍ଡଳୀ ମଣ୍ଡଳୀକୁ ପରମେଶ୍ୱର ସେହି ଲେଭେଲରେ ଦେଖିବାକୁ ଚାହାନ୍ତି, ଯାହାକି ଇସ୍ରାଏଲ ଲୋକମାନଙ୍କୁ ସେ ଏଇ କଥା କହିଥିଲେ, ଆମେ ତୁମକୁ ଯେଉଁ ବିଷୟ ଶିକ୍ଷା ଦେଇଛୁ, ଆମେ ଯେଉଁ ବିଷୟ ତୁମକୁ କହିଅଛୁ, ଆଉ ତୁମ୍ଭେ ଆପଣାର ସନ୍ତାନ ମାନଙ୍କ ନିକଟରେ ତାହା ପ୍ରକାଶ କରିବ। ବସିବା ବେଳେ, ଉଠିବା ବେଳେ, ଚାଲିବା ବେଳେ, ଶୋଇବା ବେଳେ, ସବୁ ଅବସ୍ଥାରେ ସେମାନଙ୍କୁ ତୁମେ ଶିକ୍ଷା ଦେବ ଏବଂ ସେମାନେ ତାହାଙ୍କର ସନ୍ତାନ ମାନଙ୍କୁ ଶିକ୍ଷା ଦେବେ। ଯାର ଅର୍ଥ କି ଶିକ୍ଷକ ସାଜିବାର ବିଷୟ ରହିଅଛି। ଯଦି ଏଇ ସମୟ ପର୍ଯ୍ୟନ୍ତ ତୁମେ ଶିକ୍ଷକ ହେବାର ଥିଲା, ଉଚିତ ଥିଲା, କେହି ଜଣେ ତୁମକୁ ମୌଳିକ ବିଷୟ ଶିକ୍ଷା ଦିଅନ୍ତୁ, ଏହା ତୁମମାନଙ୍କ ପାଖରେ ପ୍ରୟୋଜନ ଅଛି। ଆଜି ଆମମାନଙ୍କର ଜୀବନରେ ଈଶ୍ୱର କରିଥିବାର କାର୍ଯ୍ୟ, ଈଶ୍ୱର ଆମମାନଙ୍କ ଜୀବନରେ କରିଥିବାର କାର୍ଯ୍ୟ ଆମେ ଯେପରି ଦେଖିବାକୁ ପାରିପାରିବା, ଜାଣିବାକୁ ପାରିପାରିବା। ମୁଁ ଆଉ କାହା ଜୀବନରେ ପଦେ କହିବା ନିମନ୍ତେ ମୁଁ ପାରୁଅଛି କି? ମୁଁ ଆଜି କହିପାରୁଅଛି କି ନା କେହି ଜଣେ ଆଜି ମତେ ଆରମ୍ଭରୁ କହିବା ଦରକାର ଅବସ୍ଥାରେ ଅଛି। ପ୍ରଭୁ ସବୁ ବିଷୟରେ ହିସାବ ନିଅନ୍ତି। ପ୍ରଭୁ ସବୁ ବିଷୟରେ ଆମମାନଙ୍କର ଜୀବନ ଠାରୁ ସେ ଦେଖିପାରନ୍ତି, ହିସାବ ନିଅନ୍ତି। ଆମେ କଣ କରୁ? ସେ ଆମମାନଙ୍କୁ ଯେଉଁ ସୁଯୋଗ ଦେଇଥାନ୍ତି, ଯେଉଁ ପରିସ୍ଥିତି ଦେଇକି ଆମମାନଙ୍କୁ ପଢେଇ ନେଇଥାନ୍ତି, ସେ ଆମମାନଙ୍କର ଜୀବନରେ ହିସାବ ରଖିଥାନ୍ତି। ତେବେ ଆସନ୍ତୁ ମୋର ପ୍ରିୟମାନେ, ଦାଉଦଙ୍କ ଜୀବନରେ ହେ ପ୍ରଭୁ, ଗୀତ ରଚକ ଯେପରି କହିଲେ, ହେ ପ୍ରଭୁ ତୁମେ ମୋର ଚକ୍ଷୁକୁ ଖୋଲିଦିଅ, ଉନ୍ମୁକ୍ତ କରିଦିଅ, ଯଦ୍ୱାରା ମୁଁ ତୁମ୍ଭର ବ୍ୟବସ୍ଥାରେ ସେ ଆଶ୍ଚର୍ଯ୍ୟ କ୍ରିୟା ଗୁଡିକ ଯେପରି ମୁଁ ଦେଖିପାରିବି। ଆଜି ପ୍ରଭୁଙ୍କର ସେଇ ଦୃଶ୍ୟ, ପ୍ରଭୁଙ୍କର ସେଇ କାର୍ଯ୍ୟ ଆମମାନଙ୍କର ଜୀବନରେ ଅନୁଭବ କରିବା ଆବଶ୍ୟକ ରହିଅଛି, ଅନୁଭବ କରିବା ଆବଶ୍ୟକ ରହିଅଛି। ପ୍ରଭୁଙ୍କ ଲୋକଙ୍କ ଜୀବନରେ ଏହି ଅନୁଭବ ପ୍ରତ୍ୟେକଙ୍କ ଜୀବନରେ ଆବଶ୍ୟକ ରହିଅଛି। ଏବେ ରିସେଣ୍ଟଲି ଗୋଟେ ସପ୍ତାହ ବି ହେଇନାହିଁ, 4 ଦିନ ଭିତରେ ହବ, ଗୋଟେ ଜାଗାରେ ବୋରେ ପାଙ୍ଗାରେ ଗୋଟେ ଝିଅକୁ ହଠାତ୍ ତାଙ୍କୁ ମନ୍ଦ ଆତ୍ମା ଧରିଥାଏ ଆଉ ତାହାଙ୍କର ମନ୍ଦ ଆତ୍ମାରୁ ମୁକ୍ତ ହେବା ନିମନ୍ତେ ଆଉ ଆମମାନଙ୍କର ଆଉ ଜଣେ ପ୍ରଭୁଙ୍କର ଦାସ ମଣ୍ଡାକିଆ ଠାରୁ ସେ ଫୋନ କଲେ, ଏମିତି ତାହାଙ୍କର ଚର୍ଚ୍ଚ ମଧ୍ୟରେ ଜଣେ ଭଉଣୀକୁ ମନ୍ଦ ଆତ୍ମା ଧରିଛି, ଛାଡି ନାହିଁ, ତାହାଙ୍କ ପାଇଁ ପ୍ରାର୍ଥନା କରିବା। ମୁଁ ଅନଲାଇନରେ ରଖିଅଛି ଆଉ କନଫରେନ୍ସିଂ ରେ ରହିଅଛି। ହଁ ମୋର ପ୍ରିୟମାନେ, ଆମେ ପ୍ରାର୍ଥନା କରିଥିଲୁ, ତାହାଙ୍କ ପାଇଁ ପ୍ରାର୍ଥନା କରାଯାଇଥିଲା, ତାହାଙ୍କର ଆତ୍ମା ସେଇ ଦୁଷ୍ଟ ଶକ୍ତି ବିରୁଦ୍ଧରେ ପ୍ରାର୍ଥନା କରିଥିଲା ଏବଂ ଆଉ କେତେ ସମୟ ପରେ ତାହାଙ୍କ ଠାରେ ରହିଥିବା ଦୁଷ୍ଟ ଶକ୍ତି ତାହା ଠାରୁ ଚାଲି ଯାଇଥିଲା। ସେ ବର୍ତ୍ତମାନ ମୁକ୍ତ ଅଟନ୍ତି। ତ ପ୍ରଭୁଙ୍କର ଲୋକମାନେ ଆମମାନଙ୍କ ଜୀବନରେ ସେଇ ଆତ୍ମିକ କାର୍ଯ୍ୟରେ ସେଇ ସ୍ତରର ଲୋକ ହେବାର ଆମମାନଙ୍କର ଜୀବନରେ ଆବଶ୍ୟକ ରହିଛି, ଯେଉଁ ସ୍ତରରେ କି ପରମେଶ୍ୱର ଆମମାନଙ୍କର ଜୀବନରେ ଆଜି ଆଶା କରନ୍ତି। ତାହାଙ୍କର ଉତ୍ତମ ବିଷୟ, ତାହାଙ୍କର ମଙ୍ଗଳ ବିଷୟ ଆମ ଜୀବନରେ ସେ ଆମମାନଙ୍କ ଜୀବନରେ ଦେଖିବା ପାଇଁ ଆଶା କରନ୍ତି। ଯେପରି ପ୍ରଭୁଙ୍କର ତଡାକୁ ଆମେ ଯେପରି ରାଇଟ ୟୁଜ କରିବା, ଆମେ ଯେପରି ବ୍ୟବହାର କରିବା, ଆମେ ଯେପରି ପୁନର୍ବାର ମୌଳିକ ବିଷୟ ଆମମାନଙ୍କୁ କେହି ଜଣେ ଶିକ୍ଷା ଦେବା ପାଇଁ ଆସନ୍ତି ବା ପ୍ରୟୋଜନ ରହିବ, ଏହା ଯେପରି ନ ହଉ ମୋର ପ୍ରିୟମାନେ। ତାହାଙ୍କର ଆଗମନର ଦିନରେ, ତାହାଙ୍କର ଆସିବାର ଦିନରେ ଅପରିପକ୍ୱତାର ବିଷୟ ଦେଖନ୍ତି ନାହିଁ। ସେ ଏପରି ପିଲା ଅବସ୍ଥାକୁ ଦେଖନ୍ତି ନାହିଁ। ପାଉଲ କହିଲେ, ମୁଁ ଶିଶୁ ଥିଲି, ଶିଶୁ ପରି ଭାବୁଥିଲି, ଶିଶୁ ପରି କଥା କହୁଥିଲି, ଶିଶୁ ପରି ସବୁ ବିଷୟ ଆଚରଣ କରୁଥିଲି, ଆଉ ମୁଁ ବୟସ ପ୍ରାପ୍ତ ହୁଅନ୍ତେ ତାହା ସବୁ ପରିତ୍ୟାଗ କଲି।
ବୟସ ପ୍ରାପ୍ତ ହୁଅନ୍ତେ ତାହା ସବୁ ପରିତ୍ୟାଗ କଲି। ଏବଂ ଏବ୍ରି ମଣ୍ଡଳୀରେ ସେ ଏବ୍ରି ଚିଠାରେ ସେ ଏହି କଥା କହନ୍ତି, ବୃଦ୍ଧ ଲୋକେ ଜ୍ଞାନେନ୍ଦ୍ରିୟର ସମସ୍ତ ବିଷୟ ଅଭ୍ୟାସ ଦ୍ୱାରା ଭଲ ମନ୍ଦକୁ ନିରୂପଣ କରିପାରନ୍ତି। ଆସନ୍ତୁ ଭଲ ଏବଂ ମନ୍ଦକୁ ନିରୂପଣ କରିବାର ଆତ୍ମିକ ଜୀବନରେ ସେହି ଜ୍ଞାନ, ସେହି ବୁଦ୍ଧି, ସେହି ଅଭିଷେକ ଆମେ ପ୍ରଭୁଙ୍କ ନିକଟରେ ଆମେ ନିଜକୁ ସମର୍ପଣ ପୂର୍ବକ ତାହା ଗ୍ରହଣ କରୁ। ଯାହାକି ଆମେ ଦିନେ ଶିଶୁ ଥିଲୁ, ଶିଶୁ ପରି ଭାବୁଥିଲୁ, ଶିଶୁ ପରି କାର୍ଯ୍ୟ କରୁଥିଲୁ। ଈଶ୍ୱର ଶିଶୁ ଅବସ୍ଥାରେ ସେଇ ଶିଶୁ ଅବସ୍ଥାରେ ରହିବା ପାଇଁ ଆମ ଜୀବନରେ ଚାହାନ୍ତି ନାହିଁ। ତାହାଙ୍କର ଆଗମନର ଦିନରେ ସେ ଏକ ବୟସ୍କ ପୁରୁଷ, ବୟସ ପ୍ରାପ୍ତ, ପୂର୍ଣ୍ଣ ବୟସ୍କ ପ୍ରାପ୍ତର ପୁରୁଷର ଭାବରେ ସେ ଆପଣାର ଲୋକକୁ ସେ ସେଦିନ ଗ୍ରହଣ କରିବେ। ଆସନ୍ତୁ ଆମେ ନିଜକୁ ପ୍ରଭୁଙ୍କ ନିକଟରେ ସମର୍ପଣ କରିବା। ଆମମାନଙ୍କର ଚକ୍ଷୁ ଯେପରି ପରମେଶ୍ୱରଙ୍କର ଉତ୍ତମ ବିଷୟ, ଆଶ୍ଚର୍ଯ୍ୟକରମର ବିଷୟ ମାନ ଗୁଡ଼ିକ ଦେଖିପାରିବାର ଚକ୍ଷୁ ପାଇବା, ବୁଝିପାରିବାର ଅନ୍ତର ପାଇପାରିବା। ଯଦି ଆମେ ଦେଖିପାରୁନାହୁଁ ସମଥିଙ୍ଗ, ଆମେ ସ୍ପିରିଚୁଆଲ ବ୍ଲାଇଣ୍ଡ ଭାବରେ, ଆତ୍ମିକ ଭାବରେ ଆମେ ଅନ୍ଧତୁଲ୍ୟ ଅଟୁ। ସ୍ପିରିଚୁଆଲ ସେନ୍ସ ଆମମାନଙ୍କ ଜୀବନରେ ରହିବା ଆବଶ୍ୟକ ରହିଛି। ଆତ୍ମିକ ଭାବରେ ସଚେତନତା, ବୋଧପ୍ରାପ୍ତର ଜୀବନ, ଦେଖିବାର ଜୀବନ, ବୁଝିପାରିବାର ଜୀବନ ଆମମାନଙ୍କର ଜୀବନରେ ଡେଭଲପ ରହିବା ଆବଶ୍ୟକ ରହିଅଛି। ତେଣୁ ଆମେ ନିଜକୁ ପ୍ରଭୁଙ୍କ ନିକଟରେ ସମର୍ପଣ କରିବା, ଯେଉଁ ପରମେଶ୍ୱର କି ଚକ୍ଷୁକୁ ଉନ୍ମୁକ୍ତ କରିଦିଅନ୍ତି, ଯେଉଁ ପରମେଶ୍ୱର ଚକ୍ଷୁକୁ ଉନ୍ମୁକ୍ତ କରିଦିଅନ୍ତି। ଆମେ ଗତ ଥରରେ ଆଲୋଚନା କରୁଥିଲେ ଯାହାକି ଲୁଦିଆଙ୍କର ହୃଦୟକୁ ସେ ଉନ୍ମୁକ୍ତ କରିଦେଲେ। ଈଶ୍ୱର ଲୁଦିଆଙ୍କର ହୃଦୟକୁ ଯେତେବେଳେ ଫିଟାଇ ଦେଲେ, ସେ ତାଙ୍କ ଜୀବନରେ ଈଶ୍ୱରଙ୍କର ମହତ୍ ବିଷୟ ବୁଝିବାକୁ ପାରିଲେ, କଣ ଆବଶ୍ୟକତା ତାହା ସେ ଜାଣିବାକୁ ପାରିଲେ। ଏବଂ ତାହାଙ୍କ ଜୀବନରେ, ତାହାଙ୍କର ପରିବାର ଲୋକଙ୍କ ଜୀବନରେ, ତାହାଙ୍କର ସେବା କାର୍ଯ୍ୟର ଜୀବନରେ ତାହା ବ୍ୟବହାର କଲେ, ଯଦ୍ୱାରା ଫିଲିପିରେ ଏକ ମଣ୍ଡଳୀ ସ୍ଥାପନ ହେଇପାରିଲା। ପ୍ରଭୁ ଯେତେବେଳେ ଆପଣଙ୍କର ଚକ୍ଷୁ ଖୋଲିଦେବେ, ହୃଦୟ ଖୋଲିଦେବେ, ଆପଣ ସେମିତି ହେଇକି ରହିବେ ନାହିଁ। ଆପଣଙ୍କ ଜୀବନରେ ପରମେଶ୍ୱର ମହତ୍ କାର୍ଯ୍ୟ ସେ ଦେଖିବାକୁ ପାଇପାରିବେ। ପ୍ରଭୁ ଏହି ବାକ୍ୟ ଦ୍ୱାରା ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍, ଆମେନ୍।